ନମସ୍କାର। ସୁସ୍ଥ ଜୀବନ ଓଡ଼ିଶାରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜି ଆମେ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ତାର କାରଣ, ଘରୋଇ ଉପଚାର, ଆୟୁର୍ବେଦିକ ଏବଂ ହୋମିଓପାଥିକ ଔଷଧ ବିଷୟରେ ଜାଣିବା। ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଆସନ୍ତୁ ଆଗକୁ ବଢ଼ିବା। ଆର୍ଥ୍ରାଇଟିସ୍ ବିଭିନ୍ନ ପ୍ରକାରର, କିନ୍ତୁ ଆଜିର ଭିଡ଼ିଓରେ ଆମେ କେବଳ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବା ନି ପେନ୍ ବିଷୟରେ ଆଲୋଚନା କରିବା। ବାତ, ପିତ୍ତ ଏବଂ କଫ ଯେଉଁ ଜାଗାରେ ଏକାଠି ହୋଇଥାଏ ସେଠି ଆର୍ଥ୍ରାଇଟିସ୍ ପେନ୍ ହୋଇଥାଏ। ଆଣ୍ଠୁରେ ଯେଉଁ ସିନୋଭିଆଲ ଫ୍ଲୁଇଡ୍ ଅଛି ସେଟା କଫ ପ୍ରକୃତିର। ଯଦି ଅତିରିକ୍ତ ପିତ୍ତ ବା ଆମ ସେଠାରେ ପହଞ୍ଚିଥାଏ, ଯେମିତିକି ୟୁରିକ୍ ଏସିଡ୍, ସେଠି ପିତ୍ତ ଏବଂ କଫର ମିଶ୍ରଣ ହୋଇଥାଏ। ଏବଂ ବାତ ଯଦି ଶରୀରର ଅସନ୍ତୁଳିତ ଅଛି ତାହେଲେ ସେଇ ଜାଗାରେ ଆର୍ଥ୍ରାଇଟିକ୍ ପେନ୍ ଆରମ୍ଭ ହୋଇଥାଏ। ଓଷ୍ଟିଓ ଆର୍ଥ୍ରାଇଟିସ୍ ଯେଉଁଥିରେ ଜଏଣ୍ଟରେ ଥିବା କାର୍ଟିଲେଜ୍ ୱିକ୍ ହୋଇଯାଇଥାଏ ବା ବୋନ୍ ଡିଜେନେରେସନ୍ ହୋଇଥାଏ। ରିଉମାଟଏଡ୍ ଆର୍ଥ୍ରାଇଟିସ୍ ଯାହାକି ଗୋଟିଏ ଅଟୋ ଇମ୍ୟୁନ୍ ଡିଜଅର୍ଡର, ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଆମକୁ ବା ଆମର ଜଏଣ୍ଟ ସିଷ୍ଟମକୁ ଆଟାକ୍ କରିଥାନ୍ତି। ଗାଉଟ୍, ଏଥିରେ ୟୁରିକ୍ ଏସିଡ୍ କ୍ରିଷ୍ଟାଲ ଡିପୋଜିଟ୍ ହୋଇଥାଏ ଜଏଣ୍ଟରେ। ସେଭଳି ସୋରିଆଟିକ୍ ଆର୍ଥ୍ରାଇଟିସ୍ ବା ଯେଉଁଠି ସୋରାସିସ୍ ହୋଇଯାଇଛି, ଯଦି ଶରୀରରେ କୌଣସି ଇନଫେକ୍ସନ୍ ଅଛି, ବ୍ୟାକ୍ଟେରିଆଲ ହଉ ବା ଅନ୍ୟ କୌଣସି ଇନଫେକ୍ସନ୍ ହଉ, ଯଦି ଶରୀରରେ ଅଛି ବା ଜଏଣ୍ଟ ଜାଗାରେ ଅଛି ତାହେଲେ ମଧ୍ୟ ସେଠି ଆର୍ଥ୍ରାଇଟିସ୍ ହୋଇଥାଏ। ଫାଇବ୍ରୋମାୟାଲଜିଆ, ଜଏଣ୍ଟ ଡିଗ୍ରେଡିଂ ବା ଡିଜେନେରେଟିଂ ଆର୍ଥ୍ରାଇଟିସ୍, ଏଭଳି ବିଭିନ୍ନ ପ୍ରକାର ଆର୍ଥ୍ରାଇଟିସ୍ ଅଛି ଯାହାକି ଆମର ଆଣ୍ଠୁରେ ଦେଖାଦେଇଥାଏ। ଯଦି ଆପଣମାନଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଆପଣ ଉପଯୁକ୍ତ ଚିକିତ୍ସକଙ୍କ ନିକଟରେ ପରୀକ୍ଷା କରାଇ ନିଅନ୍ତୁ ଯେ ଆପଣ କେଉଁ ପ୍ରକାର ଆର୍ଥ୍ରାଇଟିସ୍ର ଶିକାର ହୋଇଛନ୍ତି। ଏବେ ଦେଖିବା ମୁଖ୍ୟ କାରଣଗୁଡ଼ିକ। ଶରୀରରେ ବାତର ଅସନ୍ତୁଳିତ ପ୍ରବାହ ଯୋଗୁଁ ଏଭଳି ହୋଇଥାଏ। ଭିତରର ବିଷାକ୍ତ ଦ୍ରବ୍ୟ ବା ବର୍ଜ୍ୟବସ୍ତୁ ଠିକ୍ ଭାବରେ ନିଷ୍କାସିତ ନ ହୋଇପାରିଲେ, ଲିଭର କିଡ୍ନି ଫଙ୍କସନ୍ ଠିକ୍ ନଥିଲେ ମଧ୍ୟ ଆର୍ଥ୍ରାଇଟିସ୍ ହୋଇଥାଏ। ୟୁରିକ୍ ଏସିଡ୍ ଡିପୋଜିସନ୍ ହୋଇଥାଏ ଆଣ୍ଠୁଗଣ୍ଠିରେ। ସେଭଳି ଇନଫେକ୍ସନ୍ ଥିଲେ କିମ୍ବା ପୂର୍ବରୁ କୌଣସି ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ସେ ଜାଗାର ସମ୍ଭାବନା ଅଧିକ ଥାଏ। ଯଦି ବଂଶରେ କାହାର ଆଗରୁ ଅଛି ତାହେଲେ ଆନୁବଂଶିକ ଭାବରେ ମଧ୍ୟ ଆପଣଙ୍କର ଆର୍ଥ୍ରାଇଟିସ୍ ହୋଇଥାଏ। ଛିଡ଼ା ହୋଇ ଖାଦ୍ୟ ଖାଇବା ବା ପାଣି ପିଇବା ଏଭଳି ଅଭ୍ୟାସ ଥିଲେ ମଧ୍ୟ ଭବିଷ୍ୟତରେ ଆପଣମାନେ ନି ପେନ୍ର ଶିକାର ହୋଇପାରନ୍ତି। ଯଦି ଯଥେଷ୍ଟ ପାଣି ପିଉନାହାନ୍ତି ତାହେଲେ ମଧ୍ୟ ଆପଣଙ୍କ ଶରୀରର ଏକ୍ସକ୍ରିସନ୍ ଠିକ୍ ଭାବରେ ହୋଇନଥାଏ। ଅଧିକ ପରିମାଣରେ ଯଦି ମୃଦୁ ପାନୀୟ ବା ସଫ୍ଟ ଡ୍ରିଙ୍କସ୍ ପିଉଛନ୍ତି କିମ୍ବା ସେଥିରେ ଅତ୍ୟଧିକ ବରଫ ମିଶାଇ ଥଣ୍ଡା କରି ପିଉଛନ୍ତି ତାହେଲେ ମଧ୍ୟ ଆପଣ ଆର୍ଥ୍ରାଇଟିସ୍ର ଶିକାର ହେବେ। ସେହିପରି କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍, ଆଇରନ୍, ଭିଟାମିନ୍ ଡି, B12 ଏବଂ ଭିଟାମିନ୍ ସିର ଅଭାବ ଥିଲେ ମଧ୍ୟ ଆର୍ଥ୍ରାଇଟିସ୍ ହୋଇଥାଏ। RA ଫ୍ୟାକ୍ଟର ପଜିଟିଭ୍ ଯଦି ଆସୁଛି, ଆଣ୍ଠୁରେ ଥିବା ଗ୍ରୀସ୍ ବା ଫ୍ଲୁଇଡ୍ ଯାହାକୁ ସିନୋଭିଆଲ ଫ୍ଲୁଇଡ୍ କହନ୍ତି, ତା ଲେବୁଲ୍ ଯଦି କମିଯାଇଛି ତାହେଲେ ଆପଣଙ୍କର ଜଏଣ୍ଟ ପେନ୍ ଆରମ୍ଭ ହୋଇଯାଇଥାଏ। ବାରମ୍ବାର ଥଣ୍ଡା ଓ ଗରମ ପରିବେଶରେ କାମ କରିବା, ଯେମିତିକି ଏସିରେ ବସି ପୁଣି ସାଙ୍ଗେ ସାଙ୍ଗେ ଗରମ ପରିବେଶକୁ ବାହାରି କାମ କରିବା, ଆଇସ୍ ଫ୍ୟାକ୍ଟ୍ରିରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେଭଳି ବ୍ୟକ୍ତିମାନେ ଏଭଳି ଆର୍ଥ୍ରାଇଟିସ୍ର ଶିକାର ହୋଇଥାନ୍ତି। ଥଣ୍ଡା ଓ ଗରମ ଖାଦ୍ୟ ଏକାଠି ଖାଇବା, ଆଇସ୍କ୍ରିମ୍ ଓ ଚାଟ୍ ଏଭଳି ଖାଦ୍ୟ ଏକାଠି ଖାଇବା ଦ୍ୱାରା ମଧ୍ୟ ଧୀରେ ଧୀରେ ତାହା ଆପଣଙ୍କର ବିଭିନ୍ନ ପ୍ରକାର ଜଏଣ୍ଟ ଉପରେ ପ୍ରଭାବ ପକାଇଥାଏ। ଋତୁସ୍ରାବ ସମୟରେ ଥଣ୍ଡା ପାଣିରେ ଗାଧେଇଲେ ମଧ୍ୟ ଏଭଳି ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ। ଖାଦ୍ୟ ଖାଇସାରି ତାପରେ ଗାଧେଇଲେ ମଧ୍ୟ ଖାଦ୍ୟ ଠିକ୍ ଭାବରେ ପଚନ ହୋଇନଥାଏ ଏବଂ ଶରୀରରେ ଟକ୍ସିକ୍ ଦ୍ରବ୍ୟ ବଢ଼ି ଯାଇଥାଏ। ରାତ୍ରିରେ ଭାତ ରେଗୁଲାର ଖାଇଲେ ମଧ୍ୟ ଆପଣଙ୍କର ଜଏଣ୍ଟ ପେନ୍ ହୋଇଥାଏ। ଆସନ୍ତୁ ଦେଖିବା କେତେଗୁଡ଼ିଏ ଘରୋଇ ଉପଚାର ଏବଂ ଅଭ୍ୟାସ। ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଆନ୍ତୁ। ବସିକରି ପାଣି ପିଅନ୍ତୁ। ହରିଡ଼ା ଚୂର୍ଣ୍ଣ ଗୁଆ ଘିଅରେ ପାକ କରି ସେଥିରେ ଅଳ୍ପ ସୈନ୍ଧବ ଲବଣ ମିଶାଇ ଖାଲି ପେଟରେ ସେବନ କରନ୍ତୁ। ଏଇଭଳି 1 ମାସ ପର୍ଯ୍ୟନ୍ତ କରନ୍ତୁ। କ୍ଷୀରରେ ହଳଦୀ ଗୋଲମରିଚ ଗୁଣ୍ଡ ପକାଇ ତାକୁ ପିଅନ୍ତୁ।
ଖଟା ବିରି ଓ ଥଣ୍ଡା ଜାତୀୟ ଜିନିଷ ଖାଆନ୍ତୁ ନାହିଁ। ଗିଲୟ ବା ଗୁଡୁଚି ଖାଆନ୍ତୁ। ତ୍ରିଫଳା ଚୂର୍ଣ୍ଣ ଖାଆନ୍ତୁ। ଯେଉଁମାନେ ଜିମ୍ନାସିୟମ ଯାଉଛନ୍ତି ବା ବଡି ବିଲ୍ଡିଂ କରୁଛନ୍ତି ସେଗୁଡ଼ିକୁ ଛାଡ଼ନ୍ତୁ। ଯୋଗ ଏବଂ ପ୍ରାଣାୟାମକୁ ଆପଣାନ୍ତୁ। ଖଣ୍ଡେ ହଳଦୀ, ଖଣ୍ଡେ ଅଦା, 2 କୋଲା ରସୁଣ ଏସବୁକୁ ଭଲ ଭାବରେ କୁଟି କରି 1 କପ୍ ପାଣିରେ ପାକ କରି ଅଧା କପ୍ ପାଣି ହେଲେ ସେହି ପାଣିକୁ ଛାଣି ଦିନକୁ 3 ଥର ଖାଦ୍ୟ ଖାଇବା ପରେ ସେବନ କରନ୍ତୁ। ଡାଇବେଟିସ୍ ନଥିଲେ ମହୁ ମିଶାଇ ପାରିବେ। ସୈନ୍ଧବ ଲବଣ ମଧ୍ୟ ସ୍ୱାଦ ଅନୁସାରେ ମିଶାଇ ପାରିବେ। ଏବେ ଦେଖିବା ଆର୍ଥ୍ରାଇଟିକ୍ ନି ପେନ୍ ବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ କେତେଗୁଡ଼ିଏ ଆୟୁର୍ବେଦିକ ଔଷଧ। ବାରମ୍ବାର ଅନୁରୋଧ, ଡାକ୍ତରଙ୍କର ପରାମର୍ଶରେ ଔଷଧ ଖାଆନ୍ତୁ। ଅମୃତୋଥାରମ୍ କଷାୟମ୍ ବା ନାଗରାଦି କଷାୟମ୍, ମହାରାସ୍ନାଦି କ୍ୱାଥ, ଦଶମୂଳ କ୍ୱାଥ, କୋକିଳ କଷକମ୍ କ୍ୱାଥ, ବଳାରିଷ୍ଟମ୍, ଦଶମୂଳାରିଷ୍ଟମ୍, ଧନ୍ୱନ୍ତରାରିଷ୍ଟମ୍, ପାର୍ଥାଦ୍ୟରିଷ୍ଟ, ଅଶ୍ୱଗନ୍ଧାରିଷ୍ଟ, ସ୍ୱର୍ଣ୍ଣଭସ୍ମ, ଗୋଦନ୍ତୀ ଭସ୍ମ, ୟଶୋଦ ଭସ୍ମ, ଅଭ୍ରକ ଭସ୍ମ, ଶଙ୍ଖ ଭସ୍ମ, ପ୍ରବାଳ ପିଷ୍ଟି, ବୃହତ ବାତ ଚିନ୍ତାମଣି, ବାତ ଗଜାଙ୍କୁଶ ରସ, ଯୋଗରାଜ ଗୁଗୁଳ, ସିଂହନାଦ ଗୁଗୁଳ ଏବଂ ରାସ୍ନାଦି ଗୁଗୁଳ ଇତ୍ୟାଦି। କେତେଗୁଡ଼ିଏ ହୋମିଓପାଥିକ ଔଷଧ ନିକଟସ୍ଥ ହୋମିଓପାଥି ଡାକ୍ତରଙ୍କର ପରାମର୍ଶରେ ଆପଣମାନେ ସେବନ କରିପାରିବେ। କାଲକାରିଆ ଫସ୍, କାଲକାରିଆ କାର୍ବ, କାଲକାରିଆ ଫ୍ଲୋର କିମ୍ବା କାଲକାରିଆ ମ୍ୟୁର, କାଲିଫସ୍, ଫେରମ୍ ଫସ୍, ସିମ୍ଫାଇପ୍ଟମ୍, ହୋମିଓକାଲ ଟାବଲେଟ୍, ସଲଫର, ମେଡୋରିନମ୍, କଷ୍ଟିକମ୍, ଲିଡମ୍ପାଲ, ବ୍ରାୟୋନିଆ, ରଷ୍ଟକ୍ସ, ଷ୍ଟେଲାରିଆ ମିଡିଆ, ଗ୍ୱାଇକମ୍, ଅର୍ଟିକା ୟୁରେନ୍ସ, ୟୁରିଆ ପ୍ୟୁରା, ଆମୋନିୟମ କାର୍ବ, OAN ବା ଓଷ୍ଟିଓ ଆର୍ଥ୍ରାଇଟିକ୍ ନୋସୋଡ୍। ଧନ୍ୟବାଦ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ।